ବହୁତ ବହୁତ ସୁନ୍ଦର ଭାବରେ ଜଗବନ୍ଧୁ ଜଗତର ବନ୍ଧୁ ଦୀନବନ୍ଧୁଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସୁନ୍ଦର ଭକ୍ତି ନୈବେଦ୍ୟ ସମର୍ପିତ କରିଥିଲେ କଣ୍ଠଶିଳ୍ପୀ କଳାକାର ତଥା ସ୍ୱରସେବିକା ଅନୁରାଧା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସତରେ ଆଜ୍ଞା ବନ୍ଧୁ ବାନ୍ଧିବା ତ ଜଗବନ୍ଧୁଙ୍କ ସହିତ ବନ୍ଧୁ ବାନ୍ଧିବା ଦରକାର କାହିଁକି ନା ସେ ବନ୍ଧୁ ସବୁଦିନେ ରହିଥିବେ। ଆଜିକାଲି ଆମେ ଯୋଉ ବନ୍ଧୁ ବାନ୍ଧୁଛନ୍ତି ତୁ ଦେଇଥିଲୁ ମୁଁ ଦେବି ମୁଁ ନଦେଲେ ତୁ ସଇଲା କଥା ସରିଗଲା। ଆପଣ ଦଉଥିବେ ଦଉଥିବେ ଠିକ ଥିବ ଯୋଉଦିନ ଦିଆ ନିଆ ବନ୍ଦ ବନ୍ଧୁ କଟ କାହିଁକି ନା ଆମ ବନ୍ଧୁର ଗୋଟେ ଇଂଲିଶ ୱାର୍ଡ ଅଛି ତା ନାଁ ହଉଛି ଫ୍ରେଣ୍ଡ FRIEND ଫ୍ରେଣ୍ଡ ସମସ୍ତେ ଆମେ ଜାଣିଛନ୍ତି। FRI କାଟି ଦିଅନ୍ତୁ ଲାଷ୍ଟ କଣ ରହିଲା END ଆମେ ଯୋଉ ବନ୍ଧୁ ବାନ୍ଧୁଛନ୍ତି ଦିନେ ସେ ଏଣ୍ଡ ହବ ଏ ତ୍ରିବାର ସତ୍ୟ କିନ୍ତୁ ଜଗବନ୍ଧୁଙ୍କ ସହିତ ବନ୍ଧୁ ବାନ୍ଧିଲେ ସବୁଦିନେ ସେ ବନ୍ଧୁ ଆମକୁ ଦେଖୁଥିବେ। ଆପଣ ଦେଖନ୍ତୁ ଦାସିଆ ବାଉରୀ ନଡ଼ିଆ ଚାଲିଗଲା କଣ ପାଇଁ ଗଲା ନନା ପଚାରୁଛନ୍ତି ଦାସିଆ ବାଉରୀ ତୁ କି ମତ ଜାଣିଛୁ କହନି ତୋ ନଡ଼ିଆ ଚାଲିଗଲା ଆମେ ଜାତି ଶ୍ରେଷ୍ଠ ବ୍ରାହ୍ମଣ ଆମ ନଡ଼ିଆ ଯାଉନି କଣ ପାଇଁ ଯାଉନି ବୁଝିବା ଦରକାର ତତ୍ତ୍ୱ କାହିଁକି ନା ଆମର ମନ ନାହିଁ ଆମର ଭାବନା ଖାଲି ପୂଜା କରୁଛନ୍ତି ଯେହେତୁ ଜାତି ଶ୍ରେଷ୍ଠ ବ୍ରାହ୍ମଣ ନଡ଼ିଆ ପିଟିବା କଦଳୀ ଛଡ଼ାଇବା ଶିରିଣି ଗୋଳେଇବା ଦକ୍ଷିଣା ନେଇ ଘରକୁ ଯିବା ଇଏ ଆମ ଲକ୍ଷ୍ୟ। ବହୁତ ବହୁତ ଧନ୍ୟବାଦ। ଅନେକ କଥା ଅନେକ ତତ୍ତ୍ୱ ଅଛି ପୁଣି ଥରେ ଆମନ୍ତ୍ରଣ କରିବି ସେଇ ସୁଶ୍ରୀ ଗାୟିକା ସ୍ୱରସେବିକା ଅନୁରାଧା ବହୁତ ସୁନ୍ଦର ନାମ ଅନୁରାଧା ଏ ନାଁକୁ ଥରେ ତୁଣ୍ଡରେ ଉଚ୍ଚାରଣ କରିବା ମାତ୍ରେ ସତେ ଲାଗୁଛି ଯେମିତି ଜଗନ୍ନାଥ ମହାପ୍ରଭୁ ଦୁଇ ଜଣ ନାରୀକୁ ଭାରି ଭଲ ପାଉଥିଲେ ଭଲ ପାଆନ୍ତି ମଧ୍ୟ। ସେ ଦୁଇ ଜଣ କିଏ ଦ୍ୱାପର ଥିଲେ ରାଧା ଆଉ କଳିଯୁଗରେ ମୀରା ରାଧା କହିଥିଲେ ଧାରା ପ୍ରେମର ଧାରା କେବଳ ଜଣାଥିଲା ରାଧାଙ୍କୁ ସେଇଥିପାଇଁ ଜଗନ୍ନାଥ ଯେ 16 କଳା କହିଲେ ନନ୍ଦର କଳା କୃଷ୍ଣ ଗୋଟିଏ ଅବତାର ଯେତେବେଳେ ନେଇଥିଲେ ଗୋଟିଏ କଳାରେ ଜଗନ୍ନାଥ ପ୍ରଭୁ କୃଷ୍ଣ ଅବତାରରେ ଠିକ ସେତିକି ବେଳେ ରାଧାଙ୍କୁ ସିନା ଭଲ ପାଇଥିଲେ କିନ୍ତୁ ରୁକ୍ମଣୀଙ୍କୁ ବିବାହ କରିଥିଲେ। ଅନେକ କଥା ଅନେକ ତତ୍ତ୍ୱ ଜୟ ଜଗନ୍ନାଥ ସେ କଥା ଆରମ୍ଭ କଲେ ରାତି ସରିବ କଥା ସରିବନି ଏଇଥିପାଇଁ ସରିବନି ମହାପ୍ରଭୁଙ୍କ କଥା ଅଜର ଅମର ସେ ସବୁ ମହାପ୍ରଭୁ କହୁଛନ୍ତି ଆଜ୍ଞା ମୁଁ କିଛି ନୁହେଁ ମୁଁ ଅକିଞ୍ଚନ ନିମିତ୍ତ ମାତ୍ର ମୁଁ ଦାସ ମୁଁ ଚାକର ହେ ଈଶ୍ୱର ତୁମକୁ କୋଟି କୋଟି ନମସ୍କାର ଆପଣ ଦେବେ ଆମ ଉତ୍ତର। ସବୁଠୁ ବଡ଼ କଥା ହଉଛି ଦର୍ଶକଙ୍କ ଜୀବନ ହେଉଛି ଏକ ଭଡ଼ା ଘର ଆମ ସମସ୍ତଙ୍କ ଜୀବନ ହେଉଛି ଏକ ଭଡ଼ା ଘର ଯାହାର ମାଲିକ ହେଉଛନ୍ତି ପ୍ରଭୁ ପରମେଶ୍ୱର। ହେ ଈଶ୍ୱର ତୁମକୁ କୋଟି ନମସ୍କାର କାହିଁକିନା ସବୁ ଭୁଲି ଆଜ୍ଞା ତାକୁ ପାଇଲେ ସବୁ ପାଇବ। ମଣିଷ ଯେତେବେଳେ ସୁଖରେ ଥାଏ ଭଗବାନ ସେ ଡାକେ କେବେ ବି ଡାକେନି। ମଣିଷ ଦୁଃଖରେ ପଡ଼ିଲେ ମହାପ୍ରଭୁଙ୍କ ନିକଟରେ ଦୁଇ ହାତ ଉପରକୁ ଟେକି ଦିଏ ଜଗନ୍ନାଥଙ୍କ ପାଖକୁ ଚାଲିଗଲା ପରେ ହାତ ଟେକେ ଆଉ ସବୁବେଳେ ମୁଣ୍ଡିଆ କଣ କହେ ଅନେକ କଥା ଅନେକ ଜୟ ଜଗନ୍ନାଥ ଜୟ ମା ଶାରଳା ଆପଣଙ୍କୁ ଆମନ୍ତ୍ରଣ କରିବା ଅନୁରୋଧ କରିବା ସେ ସ୍ୱସ୍ତି ଗାଇକି ଅନୁରୋଧ କରିବା ପରବର୍ତ୍ତୀ ଭକ୍ତି ନବୀର ଆଜି ଭଗବାନ ମଣିଷ ଆଗେଇ ନେବେ। ଧନ୍ୟବାଦ।